ଆଜିର ପ୍ରସଙ୍ଗ କୃଷି କ୍ଷେତ୍ର ସମୃଦ୍ଧିରେ ପିଏମ୍ କିଷାନ ଯୋଜନାର ଭୂମିକା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାକୁ 6 ବର୍ଷ ପୂରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ଗୋରଖପୁରଠାରେ 2019 ଫେବୃଆରୀ 24 ତାରିଖରେ ଏହି ଯୋଜନାର ଶୁଭାରମ୍ଭ କରିବା ସହ ପ୍ରଥମ କିସ୍ତି ବାବଦ ଅର୍ଥ ପ୍ରଦାନ କରିଥିଲେ। ଷଷ୍ଠ ବର୍ଷ ପୂର୍ତ୍ତି ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଦେଶର କୃଷକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଯୋଜନା ଅଧୀନରେ ହିତାଧିକାରୀଙ୍କ ଜମାଖାତାକୁ 3.5 ଲକ୍ଷ ଟଙ୍କାରୁ ଅଧିକ ପ୍ରଦାନ କରାଯାଇସାରିଛି। ଦେଶର କୃଷକଙ୍କ ସମ୍ମାନ, ସମୃଦ୍ଧି ଏବଂ ଶକ୍ତି ପ୍ରଦାନ କ୍ଷେତ୍ରରେ ଏହା ବିଶେଷ ସହାୟକ ସାବ୍ୟସ୍ତ ହୋଇଛି। ସରକାରଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଗତ 10 ବର୍ଷ ମଧ୍ୟରେ ଦେଶର କୃଷି କ୍ଷେତ୍ର ଅଗ୍ରଗତି କରିଥିବା ସେ କହିଛନ୍ତି। କୃଷି ସଂକ୍ରାନ୍ତ ଖର୍ଚ୍ଚ ହ୍ରାସ ପାଇବା ସହ କୃଷକଙ୍କ ଆୟ ମଧ୍ୟ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ଏହି ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ ବର୍ଷକୁ 6,000 ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥାଏ। 3ଟି କିସ୍ତିରେ ଏହି ଅର୍ଥ ହିତାଧିକାରୀଙ୍କ ଜମାଖାତାକୁ ସିଧାସଳଖ ହସ୍ତାନ୍ତର କରାଯାଇଥାଏ। 2019 ଫେବୃଆରୀ 1ରେ ସଂସଦରେ ଉପସ୍ଥାପିତ ମଧ୍ୟବର୍ତ୍ତୀକାଳୀନ ବଜେଟ୍ରେ ତତ୍କାଳୀନ ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ ଏହି ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ। ଡିସେମ୍ବର 2018ରୁ ଏହି ଯୋଜନାର କାର୍ଯ୍ୟକାରିତା ନେଇ ବ୍ୟବସ୍ଥା ହୋଇଥିଲା। ଏଥିପାଇଁ 75,000 କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। 2018-19 ଆର୍ଥିକ ବର୍ଷ ପାଇଁ ଏହି ଯୋଜନା ଅଧୀନରେ 20,000 କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ପ୍ରଥମ କିସ୍ତି ଅର୍ଥ ପ୍ରଦାନ ବାବଦରେ 2019 ଫେବୃଆରୀ 24 ତାରିଖରେ ପ୍ରଧାନମନ୍ତ୍ରୀ 1 କୋଟିରୁ ଉର୍ଦ୍ଧ୍ୱ ଯୋଗ୍ୟ ଚାଷୀଙ୍କ ଜମାଖାତାକୁ 2,000 ଟଙ୍କା ଲେଖାଏଁ ସିଧାସଳଖ ସହାୟତା ରାଶି ହସ୍ତାନ୍ତର କରିଥିଲେ। ଗତବର୍ଷ ଅଗଷ୍ଟରୁ ନଭେମ୍ବର ମାସ ମଧ୍ୟରେ କୃଷକଙ୍କୁ 18ତମ କିସ୍ତି ଅର୍ଥ ପ୍ରଦାନ କରାଯାଇଥିଲା। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 9,59,25,000ରୁ ଉର୍ଦ୍ଧ୍ୱ ଚାଷୀ ଏହି ଯୋଜନା ଅଧୀନରେ ସହାୟତା ରାଶି ପାଇଥିଲେ। ବିହାରର ଭାଗଲପୁରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଯୋଜନାର 19ତମ କିସ୍ତି ଅର୍ଥ ପ୍ରଦାନ କରିଛନ୍ତି। 9,80,00,000ରୁ ଉର୍ଦ୍ଧ୍ୱ ଯୋଗ୍ୟ ଚାଷୀଙ୍କ ଜମାଖାତାକୁ 72,700 କୋଟିରୁ ଅଧିକ ଟଙ୍କା ସିଧାସଳଖ ଭାବେ ପ୍ରଦାନ କରାଯାଇଛି। ଏହି ଚାଷୀଙ୍କ ମଧ୍ୟରେ ପାଖାପାଖି 2,41,00,000 ମହିଳା ରହିଛନ୍ତି। କୃଷିଜୀବୀଙ୍କ ସମୃଦ୍ଧି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତିବଦ୍ଧତାକୁ ଏହା ଦୋହରାଇଛି। ଦେଶର 731 କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ଏକା ସାଙ୍ଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଆଜିର ଦିବସକୁ କିଷାନ ସମ୍ମାନ ସମାରୋହ ଦିବସ ଭାବେ ପାଳନ କରାଯିବା ସହ କୃଷକ କଲ୍ୟାଣ ଯୋଜନାଗୁଡ଼ିକ ସମ୍ପର୍କରେ ଜନସଚେତନତା ବୃଦ୍ଧି ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀଙ୍କ ସହ ସମ୍ପୃକ୍ତ ଅଞ୍ଚଳର ସାଂସଦ, ସଦସ୍ୟ ଏବଂ ବିଧାୟକମାନେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଯୋଜନା କୃଷି କ୍ଷେତ୍ରରେ ପ୍ରଭାବଶାଳୀ ସାବ୍ୟସ୍ତ ହେବା ସହ କୃଷକଙ୍କ ଜୀବନ ଧାରଣର ମାନରେ ଉନ୍ନତି ଆଣିବାରେ ବିଶେଷ ସହାୟକ ସାବ୍ୟସ୍ତ ହୋଇଛି। ଏହି 19ତମ କିସ୍ତି ଅର୍ଥ ପ୍ରଦାନ ସହ ଏହି ଯୋଜନା ବାବଦରେ ଯୋଗ୍ୟ ହିତାଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିବା ଅର୍ଥ ରାଶିର ପରିମାଣ 3,68,000 କୋଟି ଟଙ୍କାରେ ପହଞ୍ଚିଛି। କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଏହି ଅର୍ଥ ବ୍ୟବହାର ମାଧ୍ୟମରେ ବିହନ ଏବଂ ସାର କ୍ରୟ କରିପାରିବା ସହିତ କୃଷି କ୍ଷେତ୍ରରେ ଉପଯୋଗ ବୃଦ୍ଧି ପାଇଛି। ଚାଷବାସ ପାଇଁ ସେମାନେ କରୁଥିବା ଋଣର ପରିମାଣ ହ୍ରାସ ପାଇଛି। ଏପରିକି କୃଷି କ୍ଷେତ୍ରକୁ ସମୃଦ୍ଧ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର କିଷାନ କ୍ରେଡିଟ୍ କାର୍ଡର ଅର୍ଥରାଶି ସୀମାକୁ ମଧ୍ୟ ବୃଦ୍ଧି କରିସାରିଛନ୍ତି। ପୂର୍ବରୁ ରହିଥିବା 3 ଲକ୍ଷ ଟଙ୍କାର ପରିମାଣ 5 ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ମିଳିଥିବା ସୂଚନା ଅନୁଯାୟୀ ବିହାରରେ ଚଳିତ କିସ୍ତି ଅର୍ଥ 76,37,000 କୃଷକଙ୍କୁ ପ୍ରଦାନ କରାଯାଇଛି। ଏ ବାବଦରେ 1,591 କୋଟି ଟଙ୍କା ସେମାନଙ୍କ ଜମାଖାତାକୁ ସିଧାସଳଖ ପ୍ରଦାନ କରାଯାଇଛି। ଏହି ଯୋଜନା ଅଧୀନରେ ବିହାରରେ ମୋଟ 27,088 କୋଟି ଟଙ୍କା ପ୍ରଦାନ କରାଯାଇ ସାରିଲାଣି। ଅନ୍ୟପକ୍ଷରେ ଅଷ୍ଟାଦଶ କିସ୍ତି ପ୍ରଦାନ ସୁଦ୍ଧା ଓଡ଼ିଶାର 31,50,000ରୁ ଉର୍ଦ୍ଧ୍ୱ ଯୋଗ୍ୟ ଚାଷୀ ଏହି ଯୋଜନାରେ ସୁଫଳ ପାଇସାରିଛନ୍ତି। ଚଳିତ ଥର ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇଛି। ଏହି ଯୋଜନା ଏକ କୃଷକ କୈନ୍ଦ୍ରିକ ଡିଜିଟାଲ ଭିତ୍ତିଭୂମିକୁ ସୁନିଶ୍ଚିତ କରିଛି। ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଯୋଜନାର ସଫଳ ସିଧାସଳଖ ପହଞ୍ଚୁଛି। କୃଷକ ନିଜେ ଘୋଷଣା କରିଥିବା ଯୋଗ୍ୟତା ଭିତ୍ତିକ ତଥ୍ୟକୁ ରାଜ୍ୟ ସରକାରଙ୍କ ଯାଞ୍ଚ ଏବଂ ପ୍ରମାଣପତ୍ର ଆଧାରରେ ଏକ ବିଶ୍ୱାସ ଭିତ୍ତିକ ବ୍ୟବସ୍ଥା ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା। ତେବେ ପରବର୍ତ୍ତୀ ପରିସ୍ଥିତିରେ ଡିଜିଟାଲ ମାଧ୍ୟମ ଉପଯୋଗ ଦ୍ୱାରା ଏହି ଯୋଜନାକୁ ଅଧିକ ତ୍ୱରାନ୍ୱିତ କରାଯାଇପାରିଛି। ତଥ୍ୟ ଗୁଣବତ୍ତାରେ ଉନ୍ନତି ଆଣିବା ସହ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇ ସୁଫଳ ପାଉଛନ୍ତି।